ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅବ୍ରାହମ କାହିଁକି ଅଗ୍ନି ମଧ୍ୟରେ ଫିଙ୍ଗାଗଲେ ଏବଂ ଅବ୍ରାହମ ଜନ୍ମରୁ 75 ବର୍ଷ ବୟସ ପର୍ଯ୍ୟନ୍ତ ସେ କେଉଁଠି ଥିଲେ ଏବଂ ଅବ୍ରାହମଙ୍କର ଜନ୍ମ ସମୟରେ କ'ଣ କ'ଣ ଘଟଣା ଘଟିଅଛି, ଏହି ବିଷୟକୁ ଅନେକ ଲୋକମାନେ ଜାଣନ୍ତି ନାହିଁ। କିନ୍ତୁ ଆପଣମାନଙ୍କ ପାଖରେ ଏହି ଭିଡ଼ିଓ ମାଧ୍ୟମରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଅବ୍ରାହମଙ୍କର ବିଷୟରେ, ଅବ୍ରାହମ ଅଗ୍ନି ମଧ୍ୟରେ କାହିଁକି ଫିଙ୍ଗାଗଲେ, ଏହି ବିଷୟ ପ୍ରକାଶ କରିବା ପାଇଁ ଚାହେଁ। କିନ୍ତୁ ଆପଣମାନଙ୍କର ମନରେ ଗୋଟିଏ ପ୍ରଶ୍ନ ମଧ୍ୟ ଆସିପାରେ। ସେହି ପ୍ରଶ୍ନ ହେଲା, ଆଜ୍ଞା, ଅବ୍ରାହମ ଜନ୍ମରୁ 75 ବର୍ଷ ବୟସ ପର୍ଯ୍ୟନ୍ତ ଏବଂ ଅବ୍ରାହମଙ୍କର ଜନ୍ମ ସମୟରେ କ'ଣ କ'ଣ ଘଟିଥିଲା ସେହି ବିଷୟ ଏବଂ ଅବ୍ରାହମ ଅଗ୍ନିରେ ଫିଙ୍ଗି ଦିଆଯିବା ବିଷୟ ଏହି 66 ବୁକ୍ ତ ଲେଖା ହୋଇନାହିଁ। ହେଲେ ଆମେ କେମିତି ଜାଣିପାରିବା? ଏହି ବିଷୟ ଆପଣମାନଙ୍କ ମନରେ ପ୍ରଶ୍ନ ଆସିପାରେ। କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ମାର୍ଟିନ ଲୁଥରଙ୍କର ଦ୍ୱାରା ଆମ୍ଭେମାନେ ପାଇଅଛୁ 66 ବୁକ୍ସ, ଅର୍ଥାତ୍ ଏହି ପବିତ୍ର ବାଇବଲ। କିନ୍ତୁ ମାର୍ଟିନ ଲୁଥରଙ୍କର ଦ୍ୱାରା ନ ଆସିବା ପୂର୍ବରୁ କେଉଁ କେଉଁ ପୁସ୍ତକ ଥିଲା, ସେହି ପୁସ୍ତକ ଅଧ୍ୟୟନ କରିଲା ପରେ ତାନାକ, କ୍ୟାଥଲିକ୍ ବାଇବଲ, ତାନାକ ବାଇବଲ, ଏ ପ୍ରକାର ଆଉ ଅନେକ ବିଷୟ ଅଛି। ସେହି ପୁସ୍ତକମାନଙ୍କୁ ଅଧ୍ୟୟନ କଲା ପରେ ଆପଣମାନଙ୍କ ପାଖରେ ପ୍ରକାଶ କରାଯାଉଅଛି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ମଧ୍ୟ ତାନାକ ବାଇବଲ ଆପଣମାନେ ଅଧ୍ୟୟନ କରନ୍ତୁ। ଆପଣମାନେ ମଧ୍ୟ ଜାଣିପାରିବେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅବ୍ରାହମଙ୍କର ବିଷୟରେ ବାଇବଲରେ ଲେଖା ଅଛି। କିନ୍ତୁ ଅବ୍ରାହମଙ୍କର ଜନ୍ମ ସମୟରେ କ'ଣ କ'ଣ ଘଟଣା ଘଟିଅଛି ଏବଂ ଅବ୍ରାହମ କାହିଁକି ଅଗ୍ନିରେ ଫିଙ୍ଗାଗଲେ ଏବଂ ଅବ୍ରାହମ ଜନ୍ମରୁ 75 ବର୍ଷ ପର୍ଯ୍ୟନ୍ତ ସେ କେଉଁଠି ଥିଲେ ଏବଂ ବାଇବଲରେ ଅନେକ ବିଷୟ ଆମ୍ଭେମାନେ ଏହି 66 ବୁକ୍ସରେ ପାଇପାରିବା ନାହିଁ ଏବଂ ଅନେକ ବାହାରେ ମଧ୍ୟ ଅଛି। ଅର୍ଥାତ୍ ଆଗରେ ଯେଉଁ ପୁସ୍ତକ ଥିଲା, ତାନାକ ଥିଲା, ସେହି ବାଇବଲରେ ଆମ୍ଭେମାନେ ଜାଣିପାରିବା, ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ସମୟକୁ ବିଳମ୍ବ ନ କରି ପ୍ରଭୁଙ୍କର ପ୍ରିୟ ଲୋକମାନେ ଆସନ୍ତୁ, ଆମ୍ଭେମାନେ ଅବ୍ରାହମଙ୍କର ଅଗ୍ନି ମଧ୍ୟରେ କାହିଁକି ଫିଙ୍ଗାଗଲେ ଏହି ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଏହି ବିଷୟକୁ ପ୍ରକାଶ କରିବା ପୂର୍ବରୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ଏହି ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବର କରନ୍ତୁ। ଏହି ଚ୍ୟାନେଲ ହେଲା ଓଡ଼ିଆ ଖ୍ରୀଷ୍ଟିଆନ ମେସେଜ ଚ୍ୟାନେଲ। ଆପଣମାନେ ସବସ୍କ୍ରାଇବର କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆସନ୍ତୁ, ଆମ୍ଭେମାନେ ଜାଣିବା ନିମନ୍ତେ ଯିବା ଅବ୍ରାହମ କାହିଁକି ଅଗ୍ନି ମଧ୍ୟରେ ଫିଙ୍ଗାଗଲେ। ଆପଣମାନେ କିଛି ସମୟ ଧ୍ୟାନର ସହିତ ଶୁଣନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ନିମ୍ରୋଦ ରାଜାଙ୍କର ସମୟରେ ଅବ୍ରାହମ ଜନ୍ମ ଗ୍ରହଣ କଲେ। ଅବ୍ରାହମଙ୍କର ପିତା ତେରହ ବାଇବଲରେ ମଧ୍ୟ ଲେଖାଯାଇଅଛି ଏବଂ ତାନାକରେ ମଧ୍ୟ ଲେଖାଯାଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅବ୍ରାହମ ଯେତେବେଳେ ନିମ୍ରୋଦ ରାଜାଙ୍କର ଶାସନ ଥିଲା, ନିମ୍ରୋଦ ରାଜା ଥିଲେ, ସେହି ସମୟରେ ଅବ୍ରାହମ ଜନ୍ମ ଗ୍ରହଣ କଲେ। ଆପଣମାନେ ବୁଝନ୍ତୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେତେବେଳେ ସେ ଜନ୍ମ ଗ୍ରହଣ କଲେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅବ୍ରାହମଙ୍କର ପିତା ହେଉଛନ୍ତି ତେରହ। ଏହି ତେରହ ନିମ୍ରୋଦ ରାଜାଙ୍କର ସୈନିକମାନଙ୍କ ମଧ୍ୟରୁ ସମସ୍ତଙ୍କ ଠାରୁ ପ୍ରଧାନ ଥିଲେ ତେରହ। ଅବ୍ରାହମଙ୍କର ପିତା ଯେତେବେଳେ ସେ ପ୍ରଧାନ ଥିଲେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେହି ସମୟରେ ଅବ୍ରାହମ ଜନ୍ମରୁ 75 ବର୍ଷ ବୟସ ପର୍ଯ୍ୟନ୍ତ ଅନେକ ଘଟଣା ଘଟିଅଛି। ଏହି ଚ୍ୟାନେଲରେ ହିଁ ଅପଲୋଡ଼ କରାଯାଇଅଛି, ଆପଣମାନେ ଦେଖିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ଘଟଣା ଘଟିଅଛି। କିନ୍ତୁ ଯେତେବେଳେ ଅବ୍ରାହମ 75 ବର୍ଷ ବୟସ ପୂର୍ଣ୍ଣ ହେଲା, ସେହି ସମୟରେ ଅବ୍ରାହମ 50 ବର୍ଷ ବୟସରେ ନିଜର ଗୃହକୁ ଅବ୍ରାହମ ଆସିଲେ ଏବଂ ଅବ୍ରାହମ ନିଜର ଗୃହରେ ଅବ୍ରାହମ ନଥିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେତେବେଳେ ଅବ୍ରାହମ
ନିଜର ପିତାଙ୍କ ଗୃହରେ ଆସୁଅଛନ୍ତି 50 ବର୍ଷ ସମ୍ପୂର୍ଣ୍ଣ ହେଲା ପରେ ପ୍ରଭୁଙ୍କର କାର୍ଯ୍ୟକୁ ଯିବା ନିମନ୍ତେ ପ୍ରଭୁଙ୍କର ରାଜ୍ୟ କାର୍ଯ୍ୟ କରିବା ନିମନ୍ତେ ଅବ୍ରାମ 75 ବର୍ଷ ବୟସରେ ସେ ଆଗକୁ ଯାଇଥିଲେ। କିନ୍ତୁ 50 ବର୍ଷ ପୂର୍ଣ୍ଣ ହେଲା ପରେ ସମ୍ପୂର୍ଣ୍ଣ ହେଲା ପରେ ଅବ୍ରାମ ନିଜର ଗୃହକୁ ନିଜର ପିତାମାତାଙ୍କ ପାଖରେ ଅବ୍ରାମ ନିଜର ଗୃହକୁ ଆସୁଛନ୍ତି। କିନ୍ତୁ ସେ ଆଗରୁ ସେ ନିଜର ଗୃହରେ ନଥିଲେ। ଅନେକ ଘଟଣା ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ଯେତେବେଳେ ସେ ଆସିଲେ ଅବ୍ରାହମଙ୍କର ପିତା ତେରହ ନିମ୍ରୋଦ ରାଜାଙ୍କର ପ୍ରଧାନ ସୈନିକ ସେ ଅବ୍ରାହମଙ୍କର ପିତା ତେରହ ସେ 12 ମାସକୁ 12 ଗୋଟି ଦେବତା ସେ ପୂଜା କରୁଥିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ ସେ ପୂଜା କରୁଥିଲେ ତେରହ। ଯେତେବେଳେ ନିଜର ପୁତ୍ର ଅବ୍ରାମ ପିତାଙ୍କ ଗୃହକୁ ଆସିଲେ ଏବଂ ସେ ପିତାକୁ ପଚାରିଲେ, ପିତା ମୋତେ କୁହ ତ এই পৃথিবীକୁ କିଏ ସୃଷ୍ଟି କଲା? ମୋତେ କିଏ ସୃଷ୍ଟି କଲା? ଆପଣଙ୍କୁ କିଏ ସୃଷ୍ଟି କଲା? এই ସମସ୍ତ ଲୋକଙ୍କୁ କିଏ ସୃଷ୍ଟି କଲା? এই ପ୍ରଶ୍ନ ଅବ୍ରାମ ନିଜର ପିତାକୁ ସେ ପଚାରୁଅଛି। କିନ୍ତୁ ଯେତେବେଳେ ସେ ପିତା ଅବ୍ରାମକୁ କହିଲେ, ପୁଅରେ ଯେଉଁମାନେ ଆମକୁ ସୃଷ୍ଟି କରିଛନ୍ତି এই ପୃଥିବୀକୁ ସୃଷ୍ଟି କରିଛନ୍ତି ସେମାନେ ଆମ ଗୃହରେ ଅଛନ୍ତି। এই ବିଷୟ ତେରହ କହିଲେ ଏବଂ କହିଲା ପରେ ଯେତେବେଳେ ଅବ୍ରାହମ କହିଲେ ଚାଲ ମୋତେ ସେଇ ଦେବତାମାନଙ୍କୁ ଦେଖାଅ, ସେହି ସମୟରେ ତେରହ ନିଜର ପୁତ୍ରକୁ ସେଇ ଦେବତାମାନଙ୍କୁ ଦେଖେଇଲେ। କାଠରେ ବନାଯାଇଥିବା ମୂର୍ତ୍ତି 12 ଗୋଟି। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଜାଣି ରହିବା ଦରକାର। କିନ୍ତୁ ଯେତେବେଳେ ଅବ୍ରାହମ ନିଜର ଗୃହରେ ନଥିବା ସମୟରେ ଅବ୍ରାହମ ମଧ୍ୟ ସୂର୍ଯ୍ୟକୁ ସେ ଈଶ୍ୱର ବୋଲି ମାନୁଥିଲେ ଏବଂ ସୂର୍ଯ୍ୟ ରାତି ହେଲା ପରେ ସେ ଚନ୍ଦ୍ରକୁ ମଧ୍ୟ ଦେବତା ବୋଲି କହୁଥିଲେ, ଈଶ୍ୱର ବୋଲି କହୁଥିଲେ। ଅନେକ ବିଷୟ ଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନଙ୍କ ପାଇଁ ଆଉ ଥରେ କହିବା ପାଇଁ ଚାହେଁ, ଏହି ଚ୍ୟାନେଲରେ ଅପଲୋଡ଼ କରାଯାଇଅଛି, ଆପଣମାନେ ଦେଖନ୍ତୁ। କିନ୍ତୁ ଯେତେବେଳେ ତେରହ ନିଜର ଦେବତାମାନଙ୍କୁ ଅବ୍ରାହମକୁ ଭେଟ କଲେ ସେହି ସମୟରେ ଅବ୍ରାହମ କେତେ ଦିନ ଗଲା ପରେ ଅବ୍ରାହମ ସେଇ ଦେବତାମାନଙ୍କ ପାଇଁ ଅଫରିଂ ବା ଯେଉଁ ଦେବତାମାନଙ୍କୁ ଆମ୍ଭେମାନେ ବଳି ଉତ୍ସର୍ଗ କରିଥାନ୍ତି ଲୋକମାନେ, ସେହି ପ୍ରକାର ବଳି ଖାଦ୍ୟ ନିଜର ମାଙ୍କ ଦ୍ୱାରା ସ୍ୱାଦିଷ୍ଟ ଖାଦ୍ୟ ଆଣିକି ସେ ଦେବତାମାନଙ୍କ ପାଖରେ ସମର୍ପଣ କଲେ ଅବ୍ରାହମ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ସେଇ ଦେବତାମାନଙ୍କୁ ଅବ୍ରାହମ ଏକ କୁରାଢ଼ିଲେ, ସମସ୍ତଙ୍କୁ ମାରି ଛିନଭିନ କରିଦେଲେ ଏବଂ ବଡ଼ ଦେବତାକୁ କୁରାଢ଼ି ହାତରେ ରଖିଥିଲେ। ଯେତେବେଳେ ନିଜର ପିତା ଅବ୍ରାହମଙ୍କର ପିତା ତେରହ ଶୁଣିଲେ ସେ ଦୌଡ଼ି ଆସି କ'ଣ ହେଇଛି ବୋଲି ପଚାରିଲେ ଏବଂ ଅବ୍ରାହମକୁ ଡାକିଲେ, ଅବ୍ରାହମ ବା ପୁଅରେ ତୁମେ କାହିଁକି ଏମିତି କଲ? କିନ୍ତୁ ପୁଅ କହିଲେ, ଅବ୍ରାହମ କହିଲେ, ପିତା ଏ ବିଷୟ ମୁଁ କରିନାହିଁ। ଏମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେଲେ ଏମାନଙ୍କ ମଧ୍ୟରେ ବଡ଼ ଦେବତା ମୁଁ ଖାଉନୁ, ତୁମେମାନେ କ'ଣ ଖାଇବ ଏ ବିଷୟ କହିଲେ ଏବଂ ବଡ଼ ଦେବତା ସମସ୍ତଙ୍କୁ ମାରିଲେ। ଦେଖନ୍ତୁ ତାର ହାତରେ କୁରାଢ଼ି ଅଛି, କାରଣ ଅବ୍ରାହମ ସେ ସମସ୍ତଙ୍କୁ ଖଣ୍ଡ ଖଣ୍ଡ କରି, କାହାର କାନ ନାହିଁ, କାହାର ବେକ ନାହିଁ, ଏ ପ୍ରକାର କରି ସେ ବଡ଼ ଦେବତାକୁ ସେ କୁରାଢ଼ି ହାତରେ ରଖିଥିଲେ। କିନ୍ତୁ ଅବ୍ରାହମଙ୍କର ପିତା ତେରହ ବହୁତ କ୍ରୋଧ ହୋଇ ନିମ୍ରୋଦ ରାଜାଙ୍କ ପାଖରେ ଗଲେ ଏବଂ ନିମ୍ରୋଦ ରାଜାଙ୍କୁ କହିଲେ, ମହାରାଜ ମୋର ପୁଅ ଏମିତି ଏମିତି ଘଟଣା କରିଅଛି। ଏ ବିଷୟ ଅବ୍ରାହମଙ୍କର ପିତା ତେରହ ଯେତେବେଳେ ନିମ୍ରୋଦ ରାଜାଙ୍କୁ କହିଲେ, ନିମ୍ରୋଦ ରାଜା ସୈନିକମାନଙ୍କୁ ପଠାଇ ଅବ୍ରାହମକୁ ଡକାଇ ଆଣିଲେ ଏବଂ ଅବ୍ରାହମ ଆସିଲେ ନିମ୍ରୋଦ ରାଜାଙ୍କ ପାଖରେ ଏବଂ ଆସିଲା ପରେ ନିମ୍ରୋଦ ରାଜା ଅବ୍ରାହମକୁ କହୁଛନ୍ତି, କୁହ ତ ତୁମେ ଏମିତି ଏମିତି କଲ? ମହାରାଜ ମୁଁ ଏମିତି ଏମିତି କରିନାହିଁ। ଅବ୍ରାହମ କହୁଛି, ମହାରାଜ ମୁଁ ଏମିତି ଏମିତି କରିନାହିଁ, ସେମାନଙ୍କ ମଧ୍ୟରୁ ଗଣ୍ଡଗୋଳ ହେଲା। କିନ୍ତୁ ସେହି ସମୟରେ ନିମ୍ରୋଦ ରାଜା କହିଥିଲେ, ସେମାନଙ୍କ ମଧ୍ୟରେ ଶ୍ୱାସବାୟୁ ନାହିଁ, ସେମାନଙ୍କ ମଧ୍ୟରେ ଜୀବନ ନାହିଁ, ସେମାନେ କେମିତି ଗଣ୍ଡଗୋଳ କରିବେ? ଏ ବିଷୟ କହିଥିବା ଯୋଗୁଁ ବା କହିଲା ପରେ ଅବ୍ରାହମ ଗୋଟିଏ ବିଷୟ କହିଲେ, ଧିକ୍ ତୁମ ପରି ରାଜା, ମୂର୍ଖ ରାଜା, ତୁମେ ଏହି ପ୍ରକାର ଲୋକମାନଙ୍କୁ ଶିଖାଉଛ, ଯେଉଁ ଦେବତାମାନେ କଥା ହୁଅନ୍ତି ନାହିଁ, ନିଶ୍ୱାସ ପ୍ରଶ୍ୱାସ ନାହିଁ, ସେମାନଙ୍କୁ ତୁମେ ଈଶ୍ୱର ବୋଲି ମାନୁଅଛ।
এই প্রকার কই রাজাকে ধিক কলে এবং রাজাকে অপমানিত কলে। অপমান কলা পরে অব্রাহামକୁ জেলরে রখিলে, কারাগারে রখিলে। অব্রাহাম 10 দিন পর্যন্ত কারাগারে রহিলে এবং কারাগারে রহিলা পরে প্রভুঙ্কর প্রিয় লোকମାନେ ডিসাইড କରାଗଲା ଯେ ଅବ୍ରାହାମକୁ କେଉଁ ଦଣ୍ଡ ଦିଆଯିବ। ଏଥିପାଇଁ ସମସ୍ତ ଲୋକଙ୍କୁ, ନିମ୍ରୋଦ ରାଜା, ସମସ୍ତ ସୈନିକକୁ, ସମସ୍ତ ଜ୍ୟୋତିଷ ଦେଖିବା ଲୋକମାନଙ୍କୁ, ପଣ୍ଡିତମାନଙ୍କୁ, ଏ ପ୍ରକାର ମହାନ ମହାନ ଲୋକମାନଙ୍କୁ ଏକତ୍ରିତ କଲେ ଏବଂ ସମସ୍ତଙ୍କୁ ଡାକିଲା ପରେ ଅବ୍ରାହାମକୁ କାରାଗାରରୁ ଆଣିଲେ। ଏବଂ ଅବ୍ରାହାମ ଆସିଲା ପରେ ସେଇ ଜ୍ୟୋତିଷ ଦେଖିବା ଲୋକମାନେ, ସେଇ ଶାସ୍ତ୍ରଜ୍ଞମାନେ ଅବ୍ରାହାମକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଅବ୍ରାହାମଙ୍କର ଜନ୍ମ ସମୟରେ ଅନେକ ଘଟଣା ସେଇ ଶାସ୍ତ୍ରଜ୍ଞମାନେ ଅବ୍ରାହାମକୁ ଦେଖି କହିଥିଲେ। ନିମ୍ରୋଦ ରାଜାକୁ କ'ଣ ବୋଲି କହିଥିଲେ? ଏଇ ପୁଅ ବଡ଼ ହେବ, ସମସ୍ତ ରାଜାକୁ ସେ ମାରିବ, ସମସ୍ତ ଦେଶକୁ ନିଜ ଅଧୀନରେ ରଖିବ। ଏ ପ୍ରକାର ଅନେକ ବିଷୟ ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ। ହେଲେ ସେଇ ମନ୍ତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ହେଲା ପରେ ସେମାନେ ଡିସ୍କସନ୍ କଲେ, ନିର୍ଣ୍ଣୟ ନେଲେ ଯେ ଯେଉଁମାନେ ରାଜାକୁ ଧିକ୍ ବୋଲି କହନ୍ତି, ଅପମାନ କରନ୍ତି ଏବଂ ରାଜାଙ୍କର ସୈନିକମାନଙ୍କ ପ୍ରଧାନ ସୈନିକ ହେଉଛନ୍ତି ନିମ୍ରୋଦ। ନିମ୍ରୋଦ ରାଜାଙ୍କର ତେରହଙ୍କର ପୁତ୍ର ଅବ୍ରାହାମ ଏଇ 13ର ଦେବତାମାନଙ୍କୁ ବିନଷ୍ଟ କରିଥିବା ଯୋଗୁଁ ମଧ୍ୟ ଯେଉଁମାନେ ଏହି ପ୍ରକାର କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଅଗ୍ନି ମଧ୍ୟରେ ଫିଙ୍ଗି ଦିଆଯିବ ଦଣ୍ଡ ସେମାନେ ବାହାର କଲେ। ଅର୍ଥାତ୍ ଆଜ୍ଞା ଲଙ୍ଘନ କରିଛନ୍ତି ଅବ୍ରାହାମ। କେଉଁ ଆଜ୍ଞା ଲଙ୍ଘନ କରିଛନ୍ତି? ଅବ୍ରାହାମଙ୍କର ପିତା ତେରହଙ୍କର ଦେବତାମାନଙ୍କୁ ସେ ବିନଷ୍ଟ କରିଅଛି ଏବଂ ନିମ୍ରୋଦ ରାଜାକୁ ମଧ୍ୟ ଧିକ୍, ମୂର୍ଖ ଏ ପ୍ରକାର ଅପମାନ କରିଅଛି। এই প্রকার অপমান করিଥିବା ব্যক্তিକୁ ସେମାନଙ୍କର ନିୟମ ଥିଲା ଅଗ୍ନି ମଧ୍ୟରେ ଫିଙ୍ଗି ଦିଆଯିବା। ହେଲେ ଅବ୍ରାହାମକୁ ଏବଂ ଅବ୍ରାହାମଙ୍କର ଭାଇକୁ ମଧ୍ୟ, ନାହରକୁ ମଧ୍ୟ 2 ଜଣକୁ ହାତରେ ଗୋଡ଼ରେ ବାନ୍ଧିଲେ ଏବଂ ନିମ୍ରୋଦ ରାଜା ସୈନିକମାନଙ୍କୁ ଆଦେଶ ଦେଲେ, ତୁମେ ଯାଅ ସେଇ ବ୍ୟକ୍ତିକୁ ତୁମେ ଅଗ୍ନି ମଧ୍ୟରେ ପକାଅ। ହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଅବ୍ରାହାମ 3 ଦିନ 3 ରାତ୍ରି ଅଗ୍ନି ମଧ୍ୟରେ ଗମନାଗମନ କଲେ। ଅବ୍ରାହାମଙ୍କର ଭାଇ ଏବଂ ଅବ୍ରାହାମକୁ ଫିଙ୍ଗିଲେ। ଅବ୍ରାହାମଙ୍କର ଭାଇ ଛାର ହୋଇଗଲା, ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା, କିନ୍ତୁ ଅବ୍ରାହାମଙ୍କର ଦେହରେ କିଛି ମଧ୍ୟ ଲାଗିନା। 3 ଦିନ 3 ରାତ୍ରି ଅଗ୍ନି ମଧ୍ୟରେ ଗମନାଗମନ କଲେ ଅବ୍ରାହାମ। ସମସ୍ତ ଲୋକ ଦେଖିଲେ ଏବଂ ଆଶ୍ଚର୍ଯ୍ୟ ହୋଇଗଲେ। ଅବ୍ରାହାମକୁ କାଢ଼ିବା ନିମନ୍ତେ ଅନେକ ସୈନିକମାନେ ଗଲେ। ସେମାନଙ୍କର ଦେହରେ ବହୁତ ଅଗ୍ନି ଦାହ ଲାଗିଥିଲା। କିନ୍ତୁ ଯେତେବେଳେ ନିମ୍ରୋଦ ରାଜା ଗଲେ ସେଇ ପାଖରେ ଦେଖିବା ନିମନ୍ତେ ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ନିମ୍ରୋଦ ରାଜା କହିଲେ, ହେ ପରମେଶ୍ୱରଙ୍କର ପୁତ୍ର ଅବ୍ରାହାମ, ତୁମେ ବାହାରି ଆସ। ସେହି ସମୟରେ ଅବ୍ରାହାମ ବାହାରିକି ଆସିଥିଲେ ଏବଂ ଆସିଲା ପରେ ନିମ୍ରୋଦ ରାଜା ତାକୁ ଅନେକ ପ୍ରକାର ସାମଗ୍ରୀ ଦେଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେମିତି ଦାନିଏଲକୁ ଦିଆଯାଇଥିଲା ପୋଷାକ, ଅନେକ ସାମଗ୍ରୀ, ଏ ପ୍ରକାର ଅବ୍ରାହାମକୁ ମଧ୍ୟ ଅନେକ ସାମଗ୍ରୀ ଦେଲେ ନିମ୍ରୋଦ ରାଜା ଏବଂ ପ୍ରଭୁଙ୍କ ପ୍ରତି ଫେରିଲେ ନିମ୍ରୋଦ ରାଜା ଏବଂ ଅବ୍ରାହାମକୁ ଦାସମାନଙ୍କୁ ମଧ୍ୟ ଦେଲେ, ସୁନା ଦେଲେ, ଘୋଡ଼ାମାନେ ଦେଲେ, ଓଟ ଦେଲେ, ଅନେକ ବିଷୟ ଦେଲେ ଏବଂ ଅବ୍ରାହାମ ନିଜ ଗୃହକୁ ଚାଲିଗଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ଆପଣମାନଙ୍କ ପାଖରେ ସର୍ଟକଟ୍ କହିଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅବ୍ରାହାମ ଏଥିପାଇଁ ଅଗ୍ନି ମଧ୍ୟରେ ଫିଙ୍ଗା ଗଲେ ଏ ବିଷୟକୁ ଲୋକମାନେ ଜାଣିନାହାନ୍ତି, କିନ୍ତୁ ଆପଣମାନେ ଜାଣି ରହିବା ଦରକାର। ବାଇବଲ, ପ୍ରୋଟେଷ୍ଟାଣ୍ଟ ବାଇବଲ ନଥିବା ପୂର୍ବରୁ କେଉଁ କେଉଁ ବାଇବଲ ଥିଲା, ସେଇ ବାଇବଲକୁ ଅଧ୍ୟୟନ କଲା ପରେ ଆପଣମାନଙ୍କ ପାଖରେ କିଛି କିଛି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିଅଛି। ଆପଣମାନେ ସମ୍ପୂର୍ଣ୍ଣ ଭାବରେ ଦେଖିପାରିବେ। ଏହି ଚ୍ୟାନେଲରେ ହିଁ ଅପଲୋଡ଼ କରାଯାଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅବ୍ରାହାମ ଜନ୍ମରୁ 75 ବର୍ଷ ବୟସ ପର୍ଯ୍ୟନ୍ତ ସେ କେଉଁଠି ଥିଲେ ଏବଂ ଅବ୍ରାହାମଙ୍କର ଜନ୍ମ ସମୟରେ କ'ଣ କ'ଣ ଘଟଣା ଘଟିଛି ଏବଂ ବର୍ତ୍ତମାନ ଆପଣମାନଙ୍କ ପାଖରେ ପ୍ରକାଶ କଲି ଅବ୍ରାହାମ ଅଗ୍ନି ମଧ୍ୟରେ ଫିଙ୍ଗା ଗଲେ। ନିମ୍ରୋଦ ରାଜା ଅଗ୍ନିରେ ଫିଙ୍ଗିଲେ ସୈନିକମାନଙ୍କୁ ପଠାଇ। ଅବ୍ରାହାମ 3 ଦିନ 3 ରାତ୍ରି ଅଗ୍ନିରେ ଗମନାଗମନ କଲେ। ଅବ୍ରାହାମ 10 ଦିନ ଜେଲରେ ମଧ୍ୟ ରହିଲେ, କାରାଗାରରେ ରହିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ମଧ୍ୟ ଜାଣିବା ଦରକାର। ଏ ପ୍ରକାର ଅନେକ ବିଷୟ ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ। ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଆଉ ଥରେ କହିବା ପାଇଁ ଚାହେଁ, ଏହି ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବର କରନ୍ତୁ,
ଯେଉଁ ଭାଇ କି ଭଉଣୀ କିମ୍ବା ବାପା କିମ୍ବା ମା ମାନଙ୍କର ଯଦି ପ୍ରଶ୍ନ ଥାଏ এই ବିଷୟରେ ତାହେଲେ ଆପଣମାନେ ପଚାରି ପାରିବେ, ନହେଲେ ଆପଣମାନେ ମେସେଜ କରନ୍ତୁ 7894676298 এই নম্বরে ଆପଣମାନେ ମେସେଜ କରନ୍ତୁ। ଆପଣମାନେ ଯେକୌଣସି ପ୍ରଶ୍ନ ପଚାରନ୍ତୁ, ଆପଣଙ୍କର ପ୍ରଶ୍ନ ଉତ୍ତର ଦିଆଯିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ এই ଭିଡ଼ିଓକୁ ଦେଖୁଛନ୍ତି କିମ୍ବା ଦେଖୁନାହାନ୍ତି, ସେଥିପାଇଁ এই ଭିଡ଼ିଓ ସର୍ଟକଟ୍ ମାଧ୍ୟମରେ ଆପଣମାନଙ୍କ ପାଖରେ ପ୍ରକାଶ କଲି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ସମ୍ପୂର୍ଣ୍ଣ ଭାବରେ ଯଦି କୁହାଯାଏ, ଅର୍ଥାତ୍ ଗୋଟି ଗୋଟି ଲାଇନ୍ ଯଦି କୁହାଯାଏ, ତାହେଲେ 1.5 ଘଣ୍ଟା 2 ଘଣ୍ଟା ମଧ୍ୟ ହୋଇପାରେ। ଏବଂ ଆଉ ଗୋଟିଏ ବିଷୟ କହିବା ପାଇଁ ଚାହେଁ, ବର୍ତ୍ତମାନ ସମୟରେ ଲୋକମାନେ ବହୁତ ଘଣ୍ଟାର ଭିଡ଼ିଓ ଦେଖିବା ପାଇଁ ଇଚ୍ଛା କରନ୍ତି ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ,